ତେବେ ଦର୍ଶକ ବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେଲେ ଅନିଲ ସୋନି ଦୀର୍ଘ ଦିନର ଭଲ ପାଇବା ପରେ ଆଜି ଶେଷରେ ହାତକୁ ଦୁଇ ହାତ ଦେଇଛନ୍ତି ଅନିଲ ସୋନି। ସରିଯାଇଛି ବାହାଘର ଆଉ ସୋନିଙ୍କୁ ପ୍ରେମିକାରୁ ସ୍ତ୍ରୀ କରି ନିଜ ଘରକୁ ସବୁଦିନ ପାଇଁ ନେଇ ଆସିଛନ୍ତି ଅନିଲ। ତେବେ ଦର୍ଶକ ବନ୍ଧୁ ଆପଣମାନେ ତ ଇନଷ୍ଟାଗ୍ରାମରେ ଏହି ସୁପରହିଟ୍ ଯୋଡ଼ିଙ୍କୁ ସବୁବେଳେ ଦେଖିଥିବେ। ଆଜି ଆସନ୍ତୁ ଦେଖିବା ସେ ସୁପରହିଟ୍ ଯୋଡ଼ି ବରକନ୍ୟା ରୂପରେ କେମିତି ଲାଗୁଛନ୍ତି, କେମିତି ଥିଲା ବାହାଘର ଆଉ ସବୁକିଛି ଟିକନିକ ଭିଜୁଆଲ। ତା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ନିଶ୍ଚିତ ଭାବରେ ଭିଡ଼ିଓରେ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାଟା ବିଲକୁଲ ବି ଭୁଲିବେନି, ଏହିପରି ଓଡ଼ିଶାର କ'ଣ ଅନୁକୋଣ ଟିକନିକ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ। ତେବେ ଦର୍ଶକ ବନ୍ଧୁ ଦେଖନ୍ତୁ ଏଇ କିଛି ଭିଜୁଆଲ୍ସକୁ। ନାଚି ନାଚି ସୋନିଙ୍କ ଘରେ କିପରି ପହଞ୍ଚିଲେ ଅନିଲ, ପ୍ରେମିକାକୁ ସ୍ତ୍ରୀ କରିବା ପାଇଁ ବରଯାତ୍ରୀରେ ଧମାଲ କଲେ ଅନିଲ। ଆପଣମାନେ ତ ଏ ରୋମାଣ୍ଟିକ ଯୋଡ଼ିଙ୍କୁ ଇନଷ୍ଟାଗ୍ରାମରେ ସବୁବେଳେ ଦେଖୁ ହିଁ ଥିବେ। ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ଭଲ ପାଇବା ପାଇ ଆଜି ଶେଷରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇସାରିଛନ୍ତି। ଆଉ ଏଠି ସ୍କ୍ରିନରେ ଆପଣମାନେ ବାହାଘର ସମୟର କିଛିଟା ଭିଜୁଆଲ୍ସ ଏବଂ ଫଟୋ ସବୁ ଦେଖିବା ପାଇଁ ପାଇଯାଉଥିବେ। ସବୁବେଳେ ଅନିଲ ସୋନିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଧରି ରହିଥାଏ। ଆଉ ଏହି ଯୋଡ଼ିକୁ ଦେଖି ଦର୍ଶକ ସବୁବେଳେ କହୁଥିଲେ ପ୍ରେମିକା ପ୍ରେମିକ ହେବ ତ ଠିକ୍ ଏଇଭଳି ବୋଲି। ଆଉ ସେ ରୋମାଣ୍ଟିକ ଯୋଡ଼ି ଏବେ 7 ଜନ୍ମର ସାଥୀ ହୋଇସାରିଛନ୍ତି। ସରିଯାଇଛି ବାହାଘର ଆଉ ବାହାଘର ପରେ ଅନିଲ ସୋନି ବେଶ ଖୁସି ଥିବାର ବି ନଜର ଆସିଛନ୍ତି। ଆଉ ନୀତିଦିନିଆ ବ୍ଲଗ୍ସ କରି ସେ ତାଙ୍କର ବ୍ଲଗ୍ସ ଜରିଆରେ ତାଙ୍କର ଫ୍ୟାନ୍ସ ମାନଙ୍କୁ ଏହାର ଖୁସି ଖବର ବି ଜଣାଉଛନ୍ତି। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ବ୍ୟୁରୋ ରିପୋର୍ଟ ନ୍ୟୁଜ୍ 88 ଓଡ଼ିଶା।